ଗୁଡ଼୍ ମର୍ଣ୍ଣିଂ ଓ ମୁଁ ଆପଣମାନଙ୍କ ଈଶ୍ୱର। ଦେଖନ୍ତୁ, ମୋ ଦେହ ଭଲ ନାହିଁ, ସେଥିପାଇଁ ମୁହଁଟା ବି ଶୁଖି ଯାଇଛି ଆଉ ମୋ କଥା ବି ସ୍ଲୋ ହେଉଥିବ। ଆଉ ଯେହେତୁ ଗାଧୋଇକି ଆସିଛି, ଦେଖନ୍ତୁ ମୁଣ୍ଡ ବାଲ ବି କେମିତି ହେଇଯାଇଛି। ଆଉ 2 ଦିନ ହେଲା ମୁଁ ଖାଇନଥିଲି, କାହିଁକି ନା ଆଉ କିଛି ଏମିତି ଅଲଗା ଜିନିଷ ମାନେ ଖାଉଥିଲି, ହେଲେ ଭାତ ଖାଉନଥିଲି। ମାନେ ଅଧିକ ଗରମ ହୋଇଯାଇଥିଲା, ଜ୍ୱର ବି ହୋଇଯାଉଥିଲା ଆଉ ବାନ୍ତି ବାନ୍ତି ଲାଗୁଥିଲା ଆଉ ପେଟ ବଡ଼ ବଡ଼ ବି ହୋଇଯାଇଥିଲା। ମାନେ ୱାସରୁମ୍କୁ ବି ଦିନକୁ 2-3 ଥର ଯିବାକୁ ପଡ଼ୁଥିଲା। ତ ତାପରେ ସ୍କୁଲରୁ ଯେଉଁ ଗଙ୍ଗଶିଉଳି ପତ୍ର ଆଣି ସେଇଟାକୁ ଫୁଟେଇକି ପିଇଦେଲି, ଜ୍ୱର ତ ଛାଡ଼ିଗଲା। ତାପରେ ଆଉ ପ୍ରସାଦ ମାନେ ଯେଉଁ ଗାଁରେ ପୂଜା କରନ୍ତି, ସେମାନେ ଟିକେ ଦେଇଥିଲେ, ସେଇ ପ୍ରସାଦ ମାନେ ଖାଇକି ରହିଯାଏ। ଆଉ ଆଜି ଦୋଳ ପୂର୍ଣ୍ଣିମାର ସମସ୍ତଙ୍କୁ ଶୁଭେଚ୍ଛା। ଆଉ ଏଇ MV 114 ଗାଁରେ ସମସ୍ତେ ତ ଆଜି ହୋଲି ଖେଲୁଛନ୍ତି, ଆଜି ବି ଖେଳିବେ ଆଉ ତ ପରଦିନ ବି ଖେଳିବୁ କହୁଛନ୍ତି। ମୋତେ ବି ଲଗେଇବ କହୁଥିଲେ, ହେଲେ ମୁଁ ମୋ ସାଙ୍ଗ ସହ ଫୋନରେ କଥା ହେଉଥିଲି, ସେଥିପାଇଁ ସେମାନେ ଚାଲିଗଲେ। ଆଉ କେତେ ଜଣଙ୍କୁ ମୁଁ ତା ପରଦିନ ଲଗେଇବ କହିଲି। ଆଉ 2 ଦିନ ମୁଁ ଗାଧୋଇ ବି ନଥିଲି, ଖାଇନଥିଲି। ସ୍କୁଲକୁ ବି ଯେହେତୁ ପରୀକ୍ଷା ଦିନ, ସେହି ଦିନମାନଙ୍କରେ ବନ୍ଦ କରିହେବନି, ସେଥିପାଇଁ ସ୍କୁଲକୁ ବି ଯାଉଥିଲି। ଆଉ ସେ ପରୀକ୍ଷା 1, 2, 3 ମ୍ୟାମ୍ ଯେହେତୁ ଟ୍ରେନିଂ ଯାଇଥିଲେ, ବାଲବାଟିକା ଟ୍ରେନିଂ, ସେଥିପାଇଁ 1, 2, 3ର ମୌଖିକ ପ୍ରଶ୍ନ ଏକ୍ଜାମ୍ 12 ଆଉ 13ରେ କରାହେଲା। ଆଉ ଆମ HM ସାର୍ 4, 5ର ଏକ୍ଜାମ୍ କରାଇଲେ। ଆଉ ଯେହେତୁ ଆଜି ତା ପରଦିନ ଆଉ ପରଦିନ ଛୁଟି, ସେଥିପାଇଁ ଆଉ ମୁଁ ତ ସେ ବାଡ଼ିର ଆଉ ଦେଖନ୍ତୁ ଆଖୁ ଟିକିଏ ଖାଇଥିଲି। ଦେଖନ୍ତୁ, ସେଇଟା ସେଇ ସ୍ମିତା 8ମ କ୍ଲାସ୍ର ଜଣେ ଷ୍ଟୁଡେଣ୍ଟ, ସିଏ ଆଣି ଦେଇଥିଲେ, ସାଙ୍ଗମାନଙ୍କୁ ବି ଦେଲେ, ମୋତେ ବି ଦେଇଥିଲେ। ଆଉ ବାଡ଼ିରେ ଯେଉଁ ଲେମ୍ବୁ ଗଛ ଥାଏ, ସେଇଥିରୁ ଦେଖନ୍ତୁ ମୁଁ ଏଇଟା ସେଇ ଲେମ୍ବୁ, ଏଇ ବୋତଲରେ ଗୋଟିଏ ବୋତଲ ପାଣି, ଥଣ୍ଡା ପାଣିରେ ହିଁ ଚିନି ଦେଇଦେଲି, ପାଣିକୁ ଦେଖିକି, ଆଉ ଲୁଣ କିଛି ପରିମାଣ ଦେଇଦେଲି, ଆଉ ପାଣି, ଲୁଣ, ଚିନି ଓ ପାଣି ଆଉ ଲେମ୍ବୁ ଚିପୁଡ଼ି ଦେଇକି ତାପରେ ସେଇଠି ରଖିଦେଇଛି। ଯେହେତୁ ମୋ ଦେହ ଭଲ ଲାଗୁନି, ସେଥିପାଇଁ ସେଇଥିରେ ରହିଛି। ଆଜି ତ କାଲି ଗଲା ଯେଉଁ ବୁଧବାର, ସେଇ 2 ବୁଧବାର ଯେତେ ଭଲ ଲାଗୁନଥିଲା, ଆଉ କାଲି ତ ସେତକ ବି
ଆଉ ଟିକେ ଭଲ ଲାଗିଲା ସେଇ ଲେମ୍ବୁ ପାଣି ମାନେ ORS ପାଣି କହିବା। ସେମିତି କରିକି ସେଇଟା ପିଇ ଦେଇକି ପେଟ ଧୀରେ ଧୀରେ ଥଣ୍ଡା ହୋଇ ଆସିଲା। ଆଉ କାଲିଠୁ ଆଜି ଭଲ ଲାଗିଲା, ସେଥିପାଇଁ ମୁଁ ଏବେ ଗାଧୋଇ ସାରିଛି। ଆଉ ଏବେ ଯେହେତୁ ଆଜି ଦୋଳ ପୂର୍ଣ୍ଣିମା, ମୁଁ ତ ଆଖୁ ଖାଇଦେଲି, ହେଲେ ଦେବାଦେବୀଙ୍କୁ ମୁଁ ତ ନ ଖାଇକି ହିଁ ପୂଜା କରିଥାଏ। ଯେହେତୁ ମୋ ଦେହ ଭଲ ନାହିଁ, ଆଖୁଟା ମୁଁ ଖାଇଦେଲି, ନହେଲେ ତା ପରଦିନ ସକାଳରେ ଗାଧୋଇ ଦେଇକି ପୂଜା କରିଦେବି। ଆଜି ଯେହେତୁ ଭିତର ଫଗୁ ଅଛି, ଆମ ସେପଟେ ବି ଜଗନ୍ନାଥ ମନ୍ଦିରରେ ଯେଉଁ ଝୁଲଣ ଯାତ୍ରା ହେବ, ଆଉ ନାମ ଯଜ୍ଞ ବି ଆରମ୍ଭ ହୋଇଯାଇଥିବ। ଅଷ୍ଟପ୍ରହର ନାମ ଯଜ୍ଞଟା ମୁଁ ଘରେ ଥିଲେ ମୁଁ ସେଇଠିକୁ ଦେଖିବାକୁ ଯାଇଥାଏ। ରଥଯାତ୍ରା ସେଇ ଜଗନ୍ନାଥ ମନ୍ଦିରରେ ହିଁ ହୁଏ। ସେଇ ଜଗନ୍ନାଥ ମନ୍ଦିରରେ ହିଁ ରାଧାକୃଷ୍ଣଙ୍କର ଝୁଲଣ ଯାତ୍ରା ହୋଇଥାଏ। ଆଉ ସେଇଥିରେ ପ୍ରସାଦ ସେବନ କରି ଆମେ ଘରକୁ ଫେରି ଆସିଥାଉ। ଦେଖନ୍ତୁ, ଏଇ ଡବାରୁ ଚାଉଳ ନେଇକି ମୁଁ ଏଇଟା ପ୍ରଥମ କରି ଅକ୍ଟୋବର ମାସରେ ଆଣିଥିଲି। ସେଇ ଡବାରୁ ଯେହେତୁ ଚାଉଳ ମାନେ ସରିଯାଉଛି, ଏଥିରେ ମଧ୍ୟ ଦେଖନ୍ତୁ ଟିକିଏ ହିଁ ରହିଛି। ଦେଖନ୍ତୁ, ସଜନା ଶାଗ ଆଣିଛି ସେ ବାଡ଼ିରୁ ହିଁ, ଆଉ ଚାଉଳ ଧୋଇକି ଆଣିଛି। ଆଉ ଟମାଟୋ ଯେହେତୁ ଅଛି, ଏଟାକୁ ଗୋଟିଏ ଫାଲ ମାନେ 2 ଫାଲ କରିଦେବି। ଗୋଟିଏ ଫାଲକୁ ଏବେ ଯେଉଁ କଲରା ଦେଖନ୍ତୁ, ଯେଉଁ କଲରା ଆଣିଛି ବାଡ଼ିରୁ ତୋଳିକି, ସେ କଲରାକୁ ରୋଷେଇ କରିଦେବି। ଆଉ ରାତିରେ ସଜନା ଶାଗକୁ ରୋଷେଇ କରିଦେବି। ଆଉ ଗୋଟିଏ ଲେମ୍ବୁ ବି ଆଣିଛି, ଏଇଟାକୁ ସେଇପରି ORS ପାଣି କରିକି ପିଇବି, ତାହେଲେ ଯାଇ ବହୁତ ଭଲ ଲାଗିବ। ଧନ୍ୟବାଦ।